ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଗୋଟେ ଟପିକ୍ ଉପରେ କହିବି ଯେଉଁଟାକି ଆପଣ କେୟାରଫୁଲି ଶୁଣନ୍ତୁ ଯେ କ'ଣ କରିବା ଦ୍ୱାରା ଗୋଟେ ଗ୍ରହର ଶକ୍ତି ଆମ ଉପରେ ଯେଉଁ ଗ୍ରହକୁ ଆପଣ ବଳାବଳ କରିବାକୁ ଚାହୁଁଛନ୍ତି ସେ ତାର ଇମ୍ପାକ୍ଟଟା ବଢ଼େ ଆଉ କ'ଣ କରିବା ଦ୍ୱାରା ତା ଇମ୍ପାକ୍ଟଟା କମେ। ଗୋଟେ ପ୍ରଥମ ଉଦାହରଣ ଦେଇକି ବୁଝିବା। ଗ୍ରହ ରାଜା ହେଲେ କିଏ? ସୂର୍ଯ୍ୟ। ଦୁଃଖର ବିଷୟ କହିବାକୁ ପଡ଼ୁଛି, ଆପଣ ଭଳିଆ ଲୋକ ଯେଉଁ ଶନିମାନଙ୍କୁ ଡରି ଡରି ମରିଗଲେଣି। ଆଜିକା ଡେଟ୍ରେ ମୁଁ ଦେଖୁଛି ଗ୍ରହ ରାଜ ଶନି ମନ୍ଦିର ଖୋଲା ହେଉଛି। ଆରେ ଗ୍ରହ ରାଜ ଶନି କୁଆଡ଼ୁ ହେଲେ? ଡରିଗଲେଣି ଆପଣ। ଶନି ମନ୍ଦିର ଖେଳିଲେ ଆପଣ ପଇସା ଦେବେ, କୋଣାର୍କ ମନ୍ଦିରକୁ ଆପଣ ଯିବେ ନାହିଁ। ସୂର୍ଯ୍ୟ ମନ୍ଦିର ଯଦି ଗୋଟେ ଛୋଟ ନବଗ୍ରହ ମନ୍ଦିରଟେ ବି ଅଛି, ସେଠି ସୂର୍ଯ୍ୟ କେମିତି ସମୟଟାକୁ ନିୟନ୍ତ୍ରିତ କରନ୍ତି ପ୍ରତି ଚକ୍ରରୁ ଜଣାପଡ଼ିବ। ଗୋଟେ ଚକ୍ରକୁ ଦେଖି ଆପଣ କାଉଣ୍ଟ କରି କହିଦେବେ ଛାଇଟା ଏଇଠି ପଡ଼ିଛି, 1 2 3 4 12ଟା 30 ମିନିଟ୍ 40 ମିନିଟ୍ ହେଇଥିବ। ଗୋଟେ ଗୋଟେ ଦଣ୍ଡ କ୍ରସ୍ କରିବ ସେ ଗୋଟେ ଗୋଟେ ଇଏରେ। କେତେ ସାଇଣ୍ଟିଫିକାଲି ମନ୍ଦିରଟା କରାହେଉଛି। ସୂର୍ଯ୍ୟ ମନ୍ଦିର ଯିବା ମନେ ରଖିଥାନ୍ତୁ। ଯଦି ନ୍ୟାଚୁରାଲ କ୍ରୁର ଗ୍ରହ କୁହାଯାଏ, ଯଦି ଆପଣ ଶନିକି ଡରୁଛନ୍ତି ଆପଣ ସୂର୍ଯ୍ୟଙ୍କୁ ବି ଡରନ୍ତୁ, ଆପଣ ମଙ୍ଗଳଙ୍କୁ ବି ଡରନ୍ତୁ। ରାହୁ କେତୁ ଶନି ଆଉ ସୂର୍ଯ୍ୟ ମଙ୍ଗଳଙ୍କୁ ନ୍ୟାଚୁରାଲି ଖରାପ ଗ୍ରହ ବୋଲି କୁହାଯାଇଛି। ଜଣେ ଆର୍ମି ରିଟାୟାର୍ଡ ଲୋକ ମୋତେ କହିଲେ, ସାର୍ ସୂର୍ଯ୍ୟ ତ ଖରାପ ନୁହେଁ। ମୁଁ କହିଲି ଆପଣ କ'ଣ ଜ୍ୟୋତିଷ? ସୂର୍ଯ୍ୟ କାଲି ସକାଳେ ଉଦୟ ହେଲେ ଆମେ ସମସ୍ତେ ମରିଯିବା। ମୁଁ ତାଙ୍କୁ ସେଇ କଥା କହିଲି। ମୁଁ କ'ଣ କରିବି? ତା କ୍ରୁର ଗ୍ରହ ବୋଲି କୁହାହେଇଛି। ଯେଉଁ ଭାବରେ ରହିବ ତାର ଜିନିଷଟା ନଷ୍ଟ କରିବ। କାରଣ ସୂର୍ଯ୍ୟ ହେଲା ଇଗୋ। ଯାହା ଯେଉଁ ଲୋକର ଅହଙ୍କାର ରହିଲା ସିଏ କ'ଣ ଭଲ ଲୋକ ହେଲା? ହଉ ଛାଡ଼ନ୍ତୁ। ତ ସେ ସୂର୍ଯ୍ୟ କଥା ଭାବିବା ଯେ ଜାତକରେ ଯଦି ସୂର୍ଯ୍ୟଟା ଆପଣଙ୍କର ଭାବି ନିଅନ୍ତୁ ଗୋଟେ ଏମିତି ଜାଗାରେ ଅଛି, ଆପଣ ସୂର୍ଯ୍ୟ ବଳାବଳ ନାହିଁ, ଆପଣ ତା ପାଇଁ ଗୋଟେ ଜିନିଷ ପିନ୍ଧିବେ। କେମିତି ଆପଣ ସୂର୍ଯ୍ୟକୁ ବଳ ଦେଇପାରିବେ? ଆପଣ ସୂର୍ଯ୍ୟଙ୍କର ଧାତୁ ଯେଉଁଟା ତମ୍ବା ବୋଲି କୁହାଯାଇଛି, ବୋଧେ ତମ୍ବା କି ସୁନା ମୋର ମନେ ପଡ଼ୁନି, ସେ ଯାହା ବି ହଉ ତମ୍ବା ସୂର୍ଯ୍ୟଙ୍କର ପିନ୍ଧିବେ। ସୂର୍ଯ୍ୟଙ୍କର ତମ୍ବା ଆଉ ତାଙ୍କର ପଥର ପିନ୍ଧିପାରନ୍ତି। ଯଦି ପଇସା ଅଛି ରୁପି, ପଇସା ଅଛି ଯଦି ରୁଦ୍ରାକ୍ଷ, ଦ୍ୱାଦଶ ଆଦିତ୍ୟ ରୁଦ୍ରାକ୍ଷ ପିନ୍ଧିପାରିବେ, 12ମୁଖୀ ରୁଦ୍ରାକ୍ଷ। କାରଣ ଆପଣମାନେ ହଲିଡେ କରିବାକୁ ଏନ୍ଜୟ କରିବାକୁ ଆପଣଙ୍କ ପାଖରେ ପଇସା ଅଛି, କିନ୍ତୁ ଜ୍ୟୋତିଷମାନଙ୍କୁ ଦେବା ପାଖରେ ନାହିଁ। ସେଥିପାଇଁ ବାରମ୍ବାର ଆପଣଙ୍କୁ ସାଟାରିକାଲି କହିଦେଉଛି, ଯଦି ପଇସା ଅଛି ତାହେଲେ ପିନ୍ଧିବେ। ନାଲି ରଙ୍ଗର ସୂତା, ନାଲି ରଙ୍ଗର ଡ୍ରେସ୍ ପିନ୍ଧିପାରନ୍ତି। ନାଲି ଏଠି ମୁଁ ପିଙ୍କ ବୋଲି କହୁଛି। ପିଙ୍କ ଆଉ ନାଲି, ଅରେଞ୍ଜ ନୁହେଁ। ଅରେଞ୍ଜଟା ମଙ୍ଗଳ ସହିତ ଆସୋସିଏଟ୍ କରାହେଇଛି। ନାଲି ସିନ୍ଦୁର ଟୀକା ଲଗେଇ ପାରିବେ, ଇତ୍ୟାଦି ଇତ୍ୟାଦି। ସୂର୍ଯ୍ୟ ଆପଣଙ୍କର ଖରାପ ଅଛି, ତାହେଲେ ମୁଁ କ'ଣ କରିବି? ଆଉ ଯେଉଁ ତମ୍ବାଟା ନିଜେ ପିନ୍ଧୁଥିଲି ଆଉ କାହାକୁ ଦାନ କରିବି? ଆଉ କ'ଣ ସେ ନାଲି ବସ୍ତ୍ର ଯେଉଁଟା ପିନ୍ଧିବାକୁ ତାକୁ ଦାନ କରିବି? ଅର୍ଥାତ୍ ସୂର୍ଯ୍ୟଙ୍କର ଶକ୍ତିଟା ଆପଣଙ୍କଠାରୁ ସରି ସରି ଗଲା। କିଛି ଲୋକ କହନ୍ତି ଯେ ଗୋଟେ ନାଲି ଗାମୁଛା ପାଣିରେ ଭସେଇ ଦେବ, ତମ୍ବା ମୁଦି ଗୋଟେ ପାଣିରେ ଭସେଇ ଦେବ। ତା ମାନେ ଯେ ଆପଣ ସୂର୍ଯ୍ୟକୁ ନେଗ୍ଲେକ୍ଟ କଲେ। ଯଦି ଆପଣ ସକାଳୁ ଉଠୁଛନ୍ତି ସୂର୍ଯ୍ୟ ଷ୍ଟ୍ରଙ୍ଗ, ଆପଣ ଜାଣିଶୁଣି 8ଟା 9ଟା ବେଳେ ଉଠିଲେ ସୂର୍ଯ୍ୟଙ୍କୁ ଆପଣ ନେଗ୍ଲେକ୍ଟ କଲେ, ଆପଣଙ୍କର ସେଠି ଇଗୋ କମିବ। ଇଗୋ ସାଙ୍ଗରେ ସୂର୍ଯ୍ୟଙ୍କ ରିଲେଟେଡ୍ ଜିନିଷଟା ଯେଉଁଟା ଅଛି ଆପଣ ଦେଖିବେ, ଯେଉଁମାନେ ଟିକେ ବହୁତ ସମୟ ଯାଏଁ ଶୋଉଥିବେ ସେମାନଙ୍କର ଇଗୋଟା ଏତେ ରହିବନି। ଭାରି ମିକ୍ସିଂ ପିଲା ହେଇଥିବେ, ଜଲି ପିଲା ହେଇଥିବେ, ସେ 7ଟା 8ଟାରେ ଉଠେ, ଭଲ ପିଲାଟା। କିନ୍ତୁ ଯେଉଁମାନେ ଆପଣ ଦେଖେ ପରଫେକ୍ଟ ଟାଇମ୍ ମେଣ୍ଟେନ୍ କରୁଥିବେ, ସକାଳ 5ଟାରେ ଉଠୁଥିବେ, 5ଟାରେ ଶୋଉଥିବେ, ସେମାନଙ୍କର ଇଗୋ ଟିକେ ରହିବ। କାରଣ ସୂର୍ଯ୍ୟଟା ଷ୍ଟ୍ରଙ୍ଗ ହେଇକି ରହିଲା। ସେ ଇଗୋ ସେନା କଟିଲା, କିନ୍ତୁ ସୂର୍ଯ୍ୟ ଗଲା ଦ୍ୱାରା ଆପଣଙ୍କର ହାର୍ଟ ପ୍ରୋବ୍ଲେମ୍ ହେଲା। ମୁଁ କାହାକୁ ଭଲ କାହାକୁ ଖରାପ କରୁନି, ଆପଣଙ୍କର ଯାହା ଇଚ୍ଛା ଆପଣ କରନ୍ତୁ। ଆପଣ ସକାଳ 4ଟାରୁ ଉଠନ୍ତୁ। ଆମେ ଆଶ୍ରମ ଥିଲା 3ଟା ବେଳେ ଉଠୁଥିଲୁ, ଆପଣ 3ଟା ବେଳେ ବି ଉଠନ୍ତୁ, କିମ୍ବା ଦିନ 9ଟାରେ ଉଠନ୍ତୁ, ଆପଣଙ୍କୁ ଖୁସି। କିନ୍ତୁ ଆପଣ ଯଦି ସେଇଟା କରିବେ ତାହେଲେ ସୂର୍ଯ୍ୟ ଆପଣଙ୍କ ଜାତକରେ ଅଟୋମେଟିକ୍ ୱିକ୍ ହେଇକି ଯିବ। ସୂର୍ଯ୍ୟ ଇଜ୍ ଅଲସୋ ଡିସିପ୍ଲିନ୍। ଆପଣ ଯଦି ଟିକେ ଇନଡିସିପ୍ଲିନ୍ ହୁଅନ୍ତି ତାହେଲେ ଆପଣଙ୍କ ଜାତକରେ ସୂର୍ଯ୍ୟ ୱିକ୍ ହେଇକି ଯିବ। ଯଦି ସୂର୍ଯ୍ୟ ଆପଣଙ୍କ ଗୋଟେ ଏମିତି ଜାଗାରେ ଅଛି ଯେ ଆପଣଙ୍କୁ ହଇରାଣ କରୁଛି, ସେ ଜାଗାରେ ତ ମୁଁ କହିବି ହଁ ଆପଣ ଟିକେ ଡେରି ପର୍ଯ୍ୟନ୍ତ ଶୁଅନ୍ତୁ, ଏତେ ସକାଳୁ ନ ଉଠନ୍ତୁ। ଟିକେ
हठात उदय सूर्यर मुहटा ना देखो ज्योतिष शास्त्र अनुसार कि से सूर्य जो आप गोटे भल जगह थी मुझे सका उठ सूर्य को पा दिंतु सका उठ सूर्य को पा देवा द्वारा सूर्यर खराब इफेक्ट आपण पड़ो ना यहाँ भूल जेकोसी पूजा जेकोसी अर्चना अर्चना मैंने आप दान कले माने जो सूर्य किसी जिनस धारण कले द्वारा आपणकर से ग्रहर प्रभाव आपण बढ़ला कमिब केवल दान मध्यम से ग्रहर कारकत्व आप निज कर्म जब दूरे देवे से ग्रह भी वीक हो भर्चुआली आप देखिए जातक जब सूर्य सर्बल दुर्बल अच्छी से पिला अलसुआ हम जदि सूर्य बहुत स्ट्रांग अच्छी से पिला सका 5 उठी पड़े से कह ना मुझे गोटे एर्ली राइजर सका उठे तो कर्म क्षेत्र में आप पारती आपण ये सूर्य को पूजा करिकी कहे सूर्यंकर नेगेटिव इम्पैक्ट आम देह कटिज ना केमी करा जाए जे सूर्य कथा छाड़ू मन मंगल उपरक आसला सूर्य किसी लोग कहते शिव को पूजा करने आप शिव को पूजा करूँ सूर्य ये कटि ग्रहर अधिष्ठात्र देवी किंबा अधिष्ठात्री देवी किंबा अधिष्ठाता देवता एमान को आपको पूजा करा पड़ो यदि से ग्रहर इम्पैक्ट आपको नलिफाई करार अच्छी मंगल आपंकर खराब अच्छी आप हनुमान को पूजा करूँ शनि खराब अच्छी हनुमान को पूजा करूँ शनि की डायरेक्ट पूजा करेंगे आप शनि को जंत्र घरे लगे इम्पैक्ट आपण पड़ मो कथा बुझा चेष्टा कर गोटे पिला जदि बदमाशी करुच्ची आपड़ ता सहित ताकि करेंगे आपड़ अच्छे अधिक बदमाशी करेंगे आप बापा को जाए कहे सारे पिला बदमाश करुच्ची आप गाइड करूँ सी सीधा पठेदे बोर्डिंग स्कूल जा एक्जाक्टली सेम शनि खराब अच्छी तो शनि मंदिर जाए पूजा करा दरकार नहीं आप हनुमान को पूजा करूँ कला प्रस्त्र दान करूँ आम कहते कला तिल दान करूँ आजिका डेट्रे कला किए नब जदिओ कला बहुत जिनस अच्छी आजिका डेट देवाई चॉकलेट केक ठू आरंभ करी किंतु बेस्ट जिनस है लुहा को अवॉइड करेंगे लुहा दान करदे गुड़े हाँ माने दान मान घरे थी लुहा भी देपारे किणिकी भी देपारे शनिकर प्रभावटा आप कटिज सूर्यकर सेमती तंबा मध्यम कटिज मंगलकर सोना मध्यम कटिज मंगल जब आप एक्सीडेंट करदेवार अच्छी आप 1 ग्राम सोना क्या दान कर दिखाँ एक्सीडेंट आपंकर बहुत कमिज रेट जदि सेमती जगार अच्छी जदि भल जगार अच्छी आप पिंधुना सोना मंगल स्ट्रंग है बृहस्पति भी स्ट्रंग है होना तेणु शनि टे खराब चलती तो आम शनि की पूजा करुचे ना शनि खराब चलती तो घोड़ा नाल पिंधे तापर अलरेडी गोटे भिड मुझे घोड़ा नाल छाड़ी अन्य जिन कहवा केतु सार मोर बहुत भल अच्छा केतु मो लग्न में बस मुझे कौन करी मो प्रथम जिन हवा कथा कि मुझे बैरागी हेबी जोगिक मार्ग आड़ को जी डिसीजन गुड़ा स्पंटानियसली नेबी एत भाभी डिसीजनटा मोपाई केबे फलप्रद हेनी जो से जगह शनि बस से जिनसा कर तो आपण निज कर्म कौन कौन कले गोटे ग्रहर भल फल पाइबे आ कौन कौन न कले से ग्रहर भल फल मिल ना बा से जानवर अच्छे आप पूजा करुँच से ग्रह को रत्न पिंधुंट से ग्रहर जंत्र रखिंट से ग्रहर गछ को यदि पा दौरान सी ग्रहटा आप बलवान है सर मोर मंगल भल ना तो से अनंत मन को पूजा करुँच कहीं मंगल भल ना तेणु आपण एटा करेंगे ना ऑन दि कंट्रारी से अधिष्ठाता देवता किंबा देवती एम पूजा करेंगे से ग्रहर एत खराब फल आपण पड़ो ना द्वितीयतः से ग्रहर कौन रत्न रुद्राक्ष गुड़ा रुद्राक्ष भी धारण करेंगे ना जदि से ग्रहर भल इम्पैक्ट आप आने को चाहूना
तो ମୁଁ ଆଶା କରେ ମୋ କଥାଟାକୁ ଆପଣ ବୁଝିପାରିଥିବେ। ଏହି ଗ୍ରହ ଯିଏ ଆପଣଙ୍କୁ ଗ୍ରାସ କରିକି ରଖିଛନ୍ତି ବୋଲି କୁହାଯାଏ, ଭାରି କେୟାରଫୁଲି ସେମାନଙ୍କୁ ହ୍ୟାଣ୍ଡେଲ୍ କରିବେ। ବିଲକୁଲ ମନ ଇଚ୍ଛା ଏ ଗ୍ରହର ଯନ୍ତ୍ର ସେ ନବଗ୍ରହ ଯନ୍ତ୍ର ଗୋଟେ ଘରେ ଥୋଇଦେବା, ପୂଜା କରିବା, ଏମିତି କରିବେନି। ଅଳ୍ପ ବିଦ୍ୟା ସବୁବେଳେ ଭୟଙ୍କରୀ। ଆପଣ ଯଦି କିଛି ଗୋଟେ ଜିନିଷଟାକୁ ପ୍ରଫେସନାଲି ଜାଣିନାହାନ୍ତି ତାହେଲେ ଆପଣ ସେଟା ନ କରନ୍ତୁ। ତେଣୁ ମୋର ଅନୁରୋଧ କି ଆପଣମାନେ ସେ ଶନିଙ୍କ ପାଇଁ ଘୋଡ଼ା ନାଲ, ସୂର୍ଯ୍ୟଙ୍କୁ ଇଏ କରିବା ପାଇଁ ସୂର୍ଯ୍ୟ ମୋର ଖରାପ ଚାଲିଛନ୍ତି ତ ସେଥିପାଇଁ ସୂର୍ଯ୍ୟଙ୍କୁ ପାଣି ଦେଉଛି, ନାହିଁ, ଦରକାର ନାହିଁ। ଯେକୌଣସି ଗ୍ରହ ସହିତ ଆପଣ ଆସୋସିଏଟ୍ ହେଲା ମାନେ ତାଙ୍କ ଇମ୍ପାକ୍ଟଟା ଆପଣଙ୍କ ଉପରେ ପଡ଼ିଲା। ସୂର୍ଯ୍ୟଙ୍କୁ ଭଲ କରିବା ପାଇଁ ମୁଁ ତମ୍ବା ପିନ୍ଧିବି ନା ଖରାପ ଇଫେକ୍ଟ ଦୂରେଇବା ପାଇଁ? ନା, ଭଲ କରିବା ପାଇଁ। ସୂର୍ଯ୍ୟଙ୍କର ଆଫେକ୍ଟ ଦୂରେଇ କରିବା ପାଇଁ ଆପଣ ସୂର୍ଯ୍ୟ ରିଲେଟେଡ୍ ଆକ୍ଟିଭିଟି କରିବେନି। ଆପଣ ବିଲକୁଲ ଇଗୋ ରଖିବେନି। ଆପଣଙ୍କର ସୂର୍ଯ୍ୟ ଅଟୋମେଟିକାଲି କିଛି କରିପାରିବେନି। ସେଥିଲାଗି କୁହନ୍ତି ମାନେ ଲାଇଟ୍ ହାର୍ଟେଡ୍ ଲୋକ ଟିକେ ହସନ୍ତି, ଇଏ କରନ୍ତି, ସିଏ କରନ୍ତି, ମିଶନ୍ତି, ସେମାନଙ୍କର ହାର୍ଟ ପ୍ରୋବ୍ଲେମ୍ ସହଜରେ ବାହାରେ ନା। ଯେଉଁମାନେ ଅଧିକାରୀ ଲୋକ ହେଇଥିବେ, ସୂର୍ଯ୍ୟ ଷ୍ଟ୍ରଙ୍ଗ ଥିବ, IAS ଅଫିସର ଲୋକ ସେମାନେ ମିଶୁନଥିବେ, କଥାବାର୍ତ୍ତା କରୁନଥିବେ, 40 ବର୍ଷରେ ହାର୍ଟ ପ୍ରୋବ୍ଲେମ୍ ବାହାରିଲା। ତାପରେ ପରେ କେବେ ଗୋଟେ ଭିଡ଼ିଓ କରିବା ଯେ ଗ୍ରହର ଭଲ ମନ୍ଦ ଆପଣଙ୍କର କେମିତି ଆସୁଛି। ବଟ୍ ଏଇଟା ଆଜି ଯାହା ଉପାୟ ଥିଲା ଆପଣ ବୁଝନ୍ତୁ ଯେ ଗୋଟେ ଗ୍ରହ ଯଦି ଆପଣଙ୍କ ପାଇଁ ଖରାପ, ଆପଣ ତାଠାରୁ ଦୂରେଇ ରୁହନ୍ତୁ। ସେ ଗ୍ରହ ରିଲେଟେଡ୍ ଜିନିଷ ଆପଣ ଦାନ କରିଦିଅନ୍ତୁ। ଦ୍ୟାଟ୍ ଦ ବେଷ୍ଟ ୱେ। ସେ ଗ୍ରହ ରିଲେଟେଡ୍ କର୍ମକୁ ଆପଣ ଆଭଏଡ଼ କରିଦିଅନ୍ତୁ। ବାସ୍, ସେ ଗ୍ରହକୁ ପୂଜା କରିବା, ସେ ଗ୍ରହର ଗଛ ପୂଜା କରିବା, ସେ ଗ୍ରହକୁ ଯାଇକି ମନ୍ଦିରକୁ ଯାଇକି ଇଏ କରିବା, କିଛି ଦରକାର ନାହିଁ। ଗ୍ରହ ଷ୍ଟ୍ରଙ୍ଗ ହେଇଯିବ। ଗ୍ରହକୁ ଷ୍ଟ୍ରଙ୍ଗ କରିବା ପାଇଁ ତାର ଜିନିଷ ଧାରଣ କରନ୍ତୁ। ଗ୍ରହର ଇମ୍ପାକ୍ଟ ନ ପାଇବା ପାଇଁ, ଆଉ ଇମ୍ପାକ୍ଟ ପାଇବେନି ଆପଣ ଦୁଇଟା ଯାକ, ଖରାପ ବି ପାଇବେନି, ଭଲ ବି ପାଇବେନି। ଆପଣ ସେ ଗ୍ରହର ଜିନିଷ ଦାନ କରିଦିଅନ୍ତୁ। ହଉ, ଆଜି ପାଇଁ ଏତିକି। ଆଶା କରେ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଖରାପ ଲାଗିଥିବ ଡିସଲାଇକ୍ ବଟନଟି ଆପଣ ପ୍ରେସ୍ କରିବେ, କିଛି ଅସୁବିଧା ନାହିଁ, କିନ୍ତୁ ଦୟାକରି ସେୟାର କରିଦେବେ। ଆଉ ସବୁବେଳେ କୌଣସି ଜ୍ୟୋତିଷଙ୍କୁ ପଚାରି ନିଜର ଉପାୟ କରିବେ। ରୁଦ୍ର ମହାପାତ୍ର ୟୁଟ୍ୟୁବରେ କହିଦେଉଛି ବୋଲି ଶୁଣିବେ। ମୋତେ ଲୋକ ଫୋନ୍ କରୁଛନ୍ତି, ମୁଁ ଯେତେବେଳେ ତାଙ୍କୁ ପଇସା କଥା କହୁଛି, ମୁଁ ଏତିକି କନସଲଟେସନ୍ ଫିଜ୍ ନେଉଛି ବୋଲି, ନାହିଁ ସାର୍ ଆମେ ଆପଣଙ୍କୁ କ'ଣ ଆଉ 3-4 ହଜାର ଟଙ୍କା ଦେଇପାରିବୁ, ଥାଉ। ପଇସା ଦେବେନି ଲୋକ। ଯଦି ନ ଖର୍ଚ୍ଚ କରୁଛନ୍ତି ପଇସା, ସେଇ ଜାଗାରେ ଯଦି ସେମାନଙ୍କ ଦେହ ଖରାପ ହେଲା ସେମାନେ ମେଡ଼ିକାଲ ପଳାଇବେ। କିନ୍ତୁ ଜ୍ୟୋତିଷ ଏଠି ଆମେ ହୋଲ୍ ଡେ ଘରେ ବସିକି ପୂଜା ସାଧନା କରିକି ବସିଛୁ, ଆମ କର୍ମର ଯେମିତି ଗୋଟେ କିଛି ଭ୍ୟାଲ୍ୟୁ ନାହିଁ। ହଉ, ଜାତକ ଦେଖେଇବେ, ଯେତିକି ଆପଣ ଆଫୋର୍ଡ କରିପାରିବେ। 50 ଟଙ୍କା ଲୋକ ଯଦି କିଏ ନେଇକି ଜାତକ ଦେଉଛନ୍ତି ତାଙ୍କୁ ଦେଖାନ୍ତୁ, ଅଥେଣ୍ଟିକ୍ ଲୋକ। ଆଜିକା ଡେଟ୍ରେ ବି କାଶୀରେ ଏମିତି ଲୋକ ଅଛନ୍ତି ଯେଉଁମାନେ 50 ଟଙ୍କା ନେଇକି ଏମିତି ପ୍ରେଡିକ୍ସନ୍ କରିବେ କି ଯେଉଁଟାକି ମୁଁ 7 ଜନ୍ମରେ କରିପାରିବି ନାହିଁ। ତ ମୁଁ ପଇସାଟାକୁ ଗୋଟେ କ୍ୱାଲିଟିର ମାନଦଣ୍ଡ ଭାବୁନି, କିନ୍ତୁ ଜାତକ ଦେଖେଇକି ଆପଣ ଆକ୍ସନ୍ ନିଅନ୍ତୁ। ଏ ଯେଉଁ ୟୁଟ୍ୟୁବ୍ ଶୁଣିକି ଆଜିକାଲି ଆପଣମାନେ ଯେମିତି ହେଉଛନ୍ତି, ମୁଁ ବି ବେଳେବେଳେ ହଇରାଣ ହେଇଯାଉଛି। ମୋ ପାଖକୁ ଲୋକ ଆସୁଛନ୍ତି, ସେମାନେ ଅଧା ଜ୍ୟୋତିଷ ମନ ହେଇକି ପଳେଇ ଆସୁଛନ୍ତି। ସାର୍ ଏ ଘରଟା ଥିଲେ ସେମିତି ହେବ, ସେମାନଙ୍କୁ ଆପଣ ପଢ଼େଇଲା କି ଶିଖିଲେ କେଉଁଠି କ'ଣ ଏସବୁ କ'ଣ କରୁଛନ୍ତି ନା, ସେଟା ୟୁଟ୍ୟୁବ୍ ଶୁଣିକି ଶିଖିଲେ। ତେଣୁ ମୋ ୟୁଟ୍ୟୁବ୍ ଆପଣ ଶୁଣନ୍ତୁ, କିନ୍ତୁ କିଛି ଡିସିସନ୍ ନିଅନ୍ତୁ। ମୁଁ ତ ପ୍ରଥମ ଥର କହି ରଖିଛି ଯେ ଯେଉଁମାନେ ଜ୍ୟୋତିଷରେ ଇଣ୍ଟରେଷ୍ଟ ଅଛି, ଯେଉଁମାନେ ଜ୍ୟୋତିଷ ଫ୍ୟୁଚରରେ ପଢ଼ିବାକୁ ଚାହୁଁଛନ୍ତି, କିମ୍ବା ଅଲରେଡ଼ି ଯେଉଁମାନେ ଜ୍ୟୋତିଷଙ୍କୁ କନସଲ୍ଟ କରନ୍ତି, ଜ୍ୟୋତିଷ ଉପରେ ଆସ୍ଥା ଅଛି, ସେମାନେ ଜ୍ୟୋତିଷଙ୍କୁ ଦେଖାନ୍ତି, ସେଇମାନଙ୍କ ପାଇଁ ମୁଁ ଭିଡ଼ିଓ କରୁଛି, ନର୍ମାଲ୍ ଲୋକଙ୍କ ପାଇଁ ନୁହେଁ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ସେ ପର୍ଯ୍ୟନ୍ତ ପାଇଁ ମୋତେ ଆପଣ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।